ଆସ ଆମେ ଗପ ଶୁଣିବା। ଆଜି ଆମେ ଏମିତି ଏକ ବିଷୟବସ୍ତୁ ଭିତରକୁ ଯିବା ଯେଉଁ ବିଷୟର ଚରିତ୍ରଟି ଉତ୍ତମ ଉଚ୍ଚକୋଟୀର କାଳଜୟୀ ଯୁଗାନ୍ତକାରୀ ଉଦାହରଣର ଉତ୍ସ। ଆଚ୍ଛା ପିଲାମାନେ, ଏଥର କହିବେ ମୁଖ୍ୟ ଚରିତ୍ରକୁ ନେଇ ବିଷୟବସ୍ତୁ। ତାହେଲେ ବିଷୟବସ୍ତୁଟିର ନାମ କ'ଣ? এই ବିଷୟବସ୍ତୁର ନାମ ହେଉଛି ଶ୍ରବଣ କୁମାର। ବହୁତ ଦିନ ତଳର କଥା। ଶ୍ରବଣ କୁମାର ନାମରେ ଜଣେ ବାଳକ ଥିଲେ। ତାଙ୍କର ବାପା ଅନ୍ଧ ଓ ମା ଅନ୍ଧୁଣୀ ଥିଲେ। ସେମାନେ କିଛି ଦେଖିପାରୁନଥିଲେ। ଶ୍ରବଣ କୁମାର ସବୁବେଳେ ବାପ ମାଙ୍କର ପାଖରେ ରହି ସେମାନଙ୍କ ସେବା କରୁଥିଲେ। ଆଚ୍ଛା ପିଲାମାନେ, ଶ୍ରବଣ କୁମାର ତାଙ୍କ ବାପ ମାଙ୍କର କାହିଁକି ସଦାସର୍ବଦା ସେବା କରୁଥିଲେ? କାହିଁକି ନା ତାଙ୍କ ବାପ ମା ଅନ୍ଧ ଥିଲେ। ଯେହେତୁ ସେମାନେ କିଛି ଦେଖିପାରୁନଥିଲେ, ତେଣୁ ଶ୍ରବଣ କୁମାର ସଦାବେଳେ ତାଙ୍କ ପାଖରେ ରହି ତାଙ୍କ ସେବା କରୁଥିଲେ ବା ତାଙ୍କର ଆଶାବାଡ଼ି ସଦୃଶ ଥିଲେ। ଶ୍ରବଣ କୁମାର ଧୀରେ ଧୀରେ ବଡ଼ ହେଲେ। ଥରେ ତାଙ୍କର ମା ବାପା ତୀର୍ଥସ୍ଥାନ ବୁଲିବାକୁ ଇଚ୍ଛା କଲେ। ତୀର୍ଥସ୍ଥାନ କାହାକୁ କହନ୍ତି ପିଲାମାନେ? ଯେମିତି ଜଗନ୍ନାଥ ଧାମ ପୁରୀ, ବୃନ୍ଦାବନ, କାଶୀ, ମଥୁରା, ଏଇଭଳି ପୀଠସ୍ଥଳୀକୁ ତୀର୍ଥସ୍ଥାନ କୁହାଯାଏ ବା ଭଗବାନଙ୍କର ସ୍ଥାନ କୁହାଯାଏ। ଶ୍ରବଣ କୁମାର କାଠର ଭାରଟିଏ ତିଆରି କଲେ। ଆଚ୍ଛା ପିଲାମାନେ, ଶ୍ରବଣ କୁମାର କାହିଁକି କାଠର ଭାର ତିଆରି କଲେ? ଆମେ ଆଗକୁ ଜାଣିବା। ଭାର ଦୁଇ ପଟରେ ଗୋଟିଏ ଲେଖାଏଁ ବଡ଼ ଟୋକେଇ ଝୁଲାଇ ସେଥିରେ ବାପ ମାଙ୍କୁ ବସାଇଲେ। କ'ଣ କଲେ ନା, ସେ ଯେଉଁ ଭାର ତିଆରି କଲେ ଦୁଇ ପଟରେ ଟୋକେଇ ରଖି ସେଥିରେ ବାପ ମାଙ୍କୁ ବସାଇଲେ। କାହିଁକି? ସେମାନେ ଅନ୍ଧ, ଯେହେତୁ ସେମାନେ ଦେଖିପାରୁନାହାନ୍ତି, ଚାଲିବା କଷ୍ଟ ହେବ। ତେଣୁ ଶ୍ରବଣ କୁମାର ନିଜ କାନ୍ଧରେ କାନ୍ଧେଇ ତାଙ୍କୁ ନେବା ପାଇଁ ସ୍ଥିର କଲେ। ସେଥିପାଇଁ ସେ ଦୁଇ ପଟରେ ଦୁଇଟି ଟୋକେଇ ଝୁଲେଇଲେ ଏବଂ ସେ ନିଜ କାନ୍ଧରେ ଭାରକୁ ବୋହି ସେମାନଙ୍କୁ ଅନେକ ତୀର୍ଥସ୍ଥାନ ବୁଲାଇଲେ। କିଏ? ନା ଶ୍ରବଣ କୁମାର। ଟୋକେଇ ଭାରରେ ବାପ ମାଙ୍କୁ ସେ ଅନେକ ବହୁତ ତୀର୍ଥସ୍ଥାନ ସବୁ ବୁଲାଇଲେ। ଦିନେ ସେମାନେ ସରଜୁ ନଦୀ କୂଳରେ ବିଶ୍ରାମ ନେଉଥିଲେ। କେଉଁ ନଦୀ କୂଳରେ? ନା ସରଜୁ। ତାଙ୍କର ବାପ ମାଙ୍କୁ ଶୋଷ ଲାଗିଲା। ସେ କଳସି ନେଇ ନଦୀରୁ ପାଣି ଆଣିବାକୁ ଗଲେ। ଏହି ସମୟରେ ଅଯୋଧ୍ୟାର ରାଜା ଦଶରଥ ସେଠାକୁ ଶିକାର କରିବାକୁ ଆସିଥିଲେ। କିଏ ଆସିଥିଲେ ଶିକାର କରିବାକୁ? ନା ଅଯୋଧ୍ୟାର ରାଜା ଦଶରଥ। ଶ୍ରବଣ କୁମାର କଳସିରେ ପାଣି ଭରିବା ସମୟରେ ଘଡ଼ ଘଡ଼ ଶବ୍ଦ ଶୁଣି ରାଜା ଭାବିଲେ ହରିଣଟିଏ ପାଣି ପିଉଛି। ରାଜା କାହିଁକି ଭାବିଲେ ହରିଣଟିଏ ପାଣି ପିଉଛି ବୋଲି? କାହିଁକି? ନା ଶ୍ରବଣ କୁମାର ଯେତେବେଳେ କଳସିରେ ପାଣି ଭରୁଥିଲେ ସେତେବେଳେ ଘଡ଼ ଘଡ଼ ଶବ୍ଦ ଶୁଭୁଥିଲା। ସେହି ଶବ୍ଦ ଶୁଣି ରାଜା ଭାବିଲେ ଯେ ହରିଣଟିଏ ପାଣି ପିଉଛି। ଦଶରଥ ସେ ଦିଗକୁ ଲକ୍ଷ୍ୟ କରି ଶବ୍ଦଭେଦୀ ସ୍ୱର ମାରିଲେ। ସ୍ୱରଟି ଯାଇ ଶ୍ରବଣ କୁମାରଙ୍କ ଛାତିରେ ବାଜିଲା। ଆଚ୍ଛା ପିଲାମାନେ, ସ୍ୱରଟି କାହା ଛାତିରେ ବାଜିଲା? କାହାର? ନା ଶ୍ରବଣ କୁମାରଙ୍କ ଛାତିରେ ବାଜିଲା। ସେ କଷ୍ଟରେ ଖୁବ୍ ଜୋରରେ ଚିତ୍କାର କଲେ। ଆଚ୍ଛା ପିଲାମାନେ, ଆମଠି ଯଦି କେତେବେଳେ ଛୁଞ୍ଚିଟିଏ ଫୋଡ଼ି ଯାଉଛି, ସେଫ୍ଟିପିନ୍ ଫୋଡ଼ି ଯାଉଛି, ଆମକୁ ବହୁତ କଷ୍ଟ ହୁଏ। କି ଇଞ୍ଜେକ୍ସନ୍ କଥା ଶୁଣିଲେ ଆମକୁ ବହୁତ କଷ୍ଟ ହୁଏ, ଛୁଞ୍ଚି ବାଜିବ। ତେଣୁ ଯେହେତୁ ତାଙ୍କଠି ସ୍ୱରର ଆଘାତ ଲାଗିଲା, ତାଙ୍କୁ ବହୁତ କଷ୍ଟ ହେଲା। ସେଥିପାଇଁ ସେ ଚିତ୍କାର କଲେ ବା ଆୱାଜ କଲେ, ଚିଲେଇଲେ। ଚିତ୍କାର ଶୁଣି ଦଶରଥ ସେ ସ୍ଥାନରେ ପହଞ୍ଚି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆଚ୍ଛା ଦଶରଥ କାହିଁକି ଆଶ୍ଚର୍ଯ୍ୟ ହେଲେ? କାରଣ ଦଶରଥ ଭାବିଥିଲେ ଯେ ହରିଣ ପାଣି ପିଉଛି, ସେଥିପାଇଁ ସେ ସ୍ୱର ମାରିଥିଲେ। ଯେହେତୁ ଦେଖିଲେ ଜଣେ ମଣିଷ ବା
ଶ୍ରବଣ କୁମାରଟି ଶରର ଆଘାତ ଲାଗିଛି, ସେଥିପାଇଁ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଶରଟି ଶ୍ରବଣ କୁମାରଙ୍କ ଦେହରେ ବାଜିଛି। ଶ୍ରବଣ କୁମାର ରାଜା ଦଶରଥକୁ କହିଲେ, ମୋର ଅନ୍ଧ ମା ବାପା ଗଛ ମୂଳରେ ବସିଛନ୍ତି। ତାଙ୍କୁ ବହୁତ ଶୋଷ ଲାଗୁଥିଲା। ପାଣି ମୁନ୍ଦେ ନେଇ ତାଙ୍କୁ ଦେଇଦିଅ। ଶ୍ରବଣ କୁମାରଙ୍କ କଥା ଶୁଣି ଦଶରଥ କାନ୍ଦି ପକାଇଲେ। କାହିଁକି କାନ୍ଦିଲେ ଦଶରଥ? କାହିଁକି ନା ସେ ଅନ୍ଧ ବାପ ମାଙ୍କର ଏକ ସାହାରା ଥିଲେ। ତେଣୁ ତାଙ୍କର ଶୋଷ ମେଣ୍ଟାଇବା ପାଇଁ, ତାଙ୍କ ତୃଷା ମେଣ୍ଟାଇବା ପାଇଁ ସେ ପାଣି ନେବାକୁ ଆସିଥିଲେ। ଯେହେତୁ ଦଶରଥଙ୍କ ଶରର ଆଘାତରେ ସେ ଏବେ ଉଠି ପାରୁନାହାନ୍ତି, ମୃତ୍ୟୁ ଶଯ୍ୟାରେ, ତେଣୁ ସେ ଦେଖି ଏହିସବୁ ଦୃଶ୍ୟ ଦେଖି ଦଶରଥ କାନ୍ଦି ପକାଇଲେ। ତାପରେ ଶ୍ରବଣଙ୍କ ଛାତିରୁ ସେ ଶରଟି କାଢ଼ିଦେଲେ। ଶ୍ରବଣ କୁମାର ଛଟପଟ ହୋଇ ମରିଗଲେ। କାହିଁକି ମରିଗଲେ? ରାଜାଙ୍କର ଶରର ଆଘାତରେ, ଦଶରଥଙ୍କ ଶରର ଆଘାତରେ ସେ ସେଇଠି ମୃତ୍ୟୁବରଣ କଲେ। ଦଶରଥ ପାଣି ନେଇ ଶ୍ରବଣ କୁମାରଙ୍କ ମା ବାପାଙ୍କ ପାଖକୁ ଗଲେ। ତାଙ୍କୁ ସବୁ ସତ କଥା କହିଲେ। ଶ୍ରବଣ କୁମାର ମରିଯାଇଥିବା ଶୁଣି ସେମାନେ ଅନେକ କାନ୍ଦିଲେ। ଯେହେତୁ ପିଲାମାନେ ଆମକୁ କଷ୍ଟ ହେଲେ, ଆମକୁ ଆଘାତ ଲାଗିଲେ, ଆମେ ରୋଗରେ ପଡ଼ିଲେ ଆମ ବାପା ମା ବହୁତ ଦୁଃଖ ଅନୁଭବ କରନ୍ତି। ସେଥିପାଇଁ ଯେହେତୁ ତାଙ୍କର ପୁତ୍ର ମରିଗଲା ଶ୍ରବଣ କୁମାର, ସେମାନେ ବହୁତ କାନ୍ଦିଲେ ଏବଂ ରାଜା ଦଶରଥ ମଧ୍ୟ ନିଜ ଭୁଲ ପାଇଁ ବହୁତ ମନ ଦୁଃଖ କଲେ। ତେବେ ଇଏ ତ ଶେଷ ହୋଇଯାଇଛି। ତେବେ ଆମେ ଆଗାମୀ ଅଧ୍ୟାୟରେ ପଢ଼ିବା, ବଡ଼ ହେଲେ ପଢ଼ିବା ତାହାର ପରିଣତି କ'ଣ ହୋଇଛି। ତାହାର ପରିଣତି କ'ଣ ହୋଇଛି ପିଲାମାନେ? ନା ସେମିତି ରାମଚନ୍ଦ୍ର ଦଶରଥଙ୍କର ପୁଅ କ'ଣ ହେଇଛି, ଯେତେବେଳେ ବନଗମନ କରିଛନ୍ତି ଅଯୋଧ୍ୟାର ରାଜା ଦଶରଥ, ସେମିତି ପୁଅ କଥା ଭାବି ଭାବି ସିଏ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏ ତ ଏବେ ନୁହେଁ, ବଡ଼ ହେଲେ ଆଗାମୀ ବିଷୟରେ ତମେ ସବୁ ପଢ଼ିବାକୁ ପାଇବ। ତେବେ ଏବେ ତ ପିଲାମାନେ ସମୟ ହେଇଯାଇଛି।